ଦୁଃଖ ଲାଗିଲା ଆମକୁ ଯେ ଯେଉଁମାନେ ପ୍ରକୃତରେ ଅଛନ୍ତି ଏଇ ରାଜଧାନୀ ଠାରୁ ଦୂରରେ ସେମାନେ କେଉଁଭଳି ଭାବରେ ତାଙ୍କ ଅଫିସରମାନେ ନିର୍ଯାତନା ଦେଇଛନ୍ତି ଏବଂ ଅନ୍ୟ ଯେଉଁମାନେ ଦେଇଛନ୍ତି ଏବଂ ପ୍ରାୟ ଏମାନେ ସମସ୍ତେ ଆପଣମାନେ କିଛି ନା କିଛି ନିର୍ଯାତନାର ଶିକାର ହେଇଛନ୍ତି। ନିର୍ଯାତନାଟା ଗୋଟାଏ ଶବ୍ଦ କିନ୍ତୁ ତିନି ଭାଗରେ ବିଭକ୍ତ। ଗୋଟା ହେଲା ଆପଣଙ୍କର ସାମାଜିକ ନିର୍ଯାତନା, ଗୋଟା ହେଲା ମାନସିକ ନିର୍ଯାତନା, ଆଉ ଗୋଟା ହେଲା ଆର୍ଥିକ ନିର୍ଯାତନା। ତିନୋଟି ନିର୍ଯାତନାର ଶିକାର ଆପଣ ହେଇଛନ୍ତି। ଯାହା ମୁଁ ଶୁଣିଛି ଏବଂ ଯାହା ଆମର ଜୋଲେନ ବାବୁ ଏବଂ ଜୋଲେନ ବାବୁ ତ ଯାହା ଦେଖେଇଲେ ପୁରା ଯେମିତି ଅନ୍ୟ ଆଗରେ ଠିଆ ହେଲେ ନିଜର ପ୍ରତିବିମ୍ବ ଦେଖାଯାଏ ସେଇଭଳି ଭାବରେ ସମସ୍ତ ଚିତ୍ର ଆମ ଆଗରେ ଥିଲେ। ତ ତା ପୂର୍ବରୁ ବେହେରା ମଧ୍ୟ ବହୁତ ଥର ଯାଇଛନ୍ତି। ଆମର ଯେତେବେଳେ ଜେନେରାଲ ବଡି ମିଟିଂ ହେଇଛି, ଏକ୍ଜିକ୍ୟୁଟିଭ ବଡି ମିଟିଂ ହେଇଛି ଏବଂ ବିଭିନ୍ନ ସ୍ଥାନରେ ଉଚ୍ଚସ୍ତରୀୟ ଆଲୋଚନା ହେଇଛି, ସେଠି ମଧ୍ୟ ବେହେରା ପ୍ରଶ୍ନ ଉଠେଇଛନ୍ତି କିନ୍ତୁ ସଠିକ୍ ତଥ୍ୟ ତାଙ୍କ ପାଖରେ ନଥିଲା, ଉପଲବ୍ଧ ନଥିଲା। ତାପରେ ଯାହା ହଉ ସଠିକ୍ ତଥ୍ୟ ଯେତେବେଳେ ସେ ପାଇଲେ ଏବଂ ଜୋଲେନ ବାବୁ କହିଥିଲେ ଆମ ପାଖରେ ପହଞ୍ଚିଲେ, ଆମ କାର୍ଯ୍ୟକାରୀ ସଭାପତି ଯୁବରାଜ ମଧ୍ୟ ଅଛନ୍ତି, ଆମେ ଉଭୟ ଆଲୋଚନା କରିଥିଲେ ଏବଂ ଆଉ ଗୋଟିଏ ମିଟିଂ ମଧ୍ୟ ଆମର ହେଇଥିଲା ଯେତେବେଳେ କେଉଁଝରରେ ମିଟିଂ ହେଇଥିଲା ଘଟଗାଁରେ, ସେମାନେ ସେଠି ବି ଯାଇ ମଧ୍ୟ ଆପଣ ଚିନ୍ତା କରନ୍ତୁ କେଉଁ ସ୍ତରରେ ମଣିଷ ପହଞ୍ଚିଲେ ଏଇଭଳି ଭାବରେ ସେ ଘୁରି ଏବଂ ଯାହା ହଉ ମୋର ହୁଏତ ମୁଁ ଦୁଃଖିତ ଯେ ଆସି ଆପଣମାନଙ୍କ ପାଖରେ ସେଇ ସମୟ ଭିତରେ ପହଞ୍ଚି ପାରିନଥିଲି। ଆମ ସଂଘ ଯଦିଓ ପହଞ୍ଚିଥିଲା କୌଣସି ନା କୌଣସି କାରଣରୁ ଆପଣମାନଙ୍କର ବିଶ୍ୱାସଭାଜନ ହେଇପାରିନଥିଲା। ଯାହା ହଉ ଆଜି ଆପଣମାନେ ଆମ ଉପରେ ଯେଉଁ ବିଶ୍ୱାସ ଅଭାଜନ କରିଛନ୍ତି ନିଖିଳ ଓଡ଼ିଶା ଏବଂ ଆମମାନଙ୍କ ପ୍ରତି ଯେଉଁ ବିଶ୍ୱାସ ରଖିଛନ୍ତି ବା ଭରସା ରଖିଛନ୍ତି, ଆମେ ନିଶ୍ଚିତ ଭାବେ ଚେଷ୍ଟା କରିବା ସମସ୍ତେ ଯେ ଏ ଭରସାକୁ କେମିତି ଭାବେ କାର୍ଯ୍ୟକାରୀ କରିବା। ତ ଏହି ପରିପ୍ରେକ୍ଷୀରେ ଆମର ଯେଉଁ ବନ୍ଧୁମାନେ ସବୁ ଆସିଛନ୍ତି ବରଗଡ଼ ଜିଲ୍ଲାର ବିଭିନ୍ନ କୋଣ ଆସିଛନ୍ତି, ମୁଁ ତାଙ୍କୁ ଅନୁରୋଧ କରିବି ସେମାନେ ନିଜ ନିଜର ପରିଚୟ ଦେବା ସହିତ, କାହିଁକିନା ମୁଁ ଆଜ୍ଞା ନୂଆ, ମୁଁ ସମସ୍ତଙ୍କୁ ଚିହ୍ନି ନାହିଁ, ତେଣୁକରି ଆମର କାର୍ଯ୍ୟକାରୀ ସଭାପତି ମଧ୍ୟ ଚିହ୍ନି ନାହାନ୍ତି, କିନ୍ତୁ ବରଗଡ଼ ଜିଲ୍ଲାର ସଭାପତି ଆସିଛନ୍ତି, ଯେଉଁ ସଭାପତି ଆସିଛନ୍ତି ସେ ଚିହ୍ନି ନାହାନ୍ତି। ତ ଯାହା ହଉ ଆପଣମାନେ ସମସ୍ତଙ୍କର ପରିଚୟ ଦିଅନ୍ତୁ ଏବଂ ନିଜ ନିଜର ସମସ୍ୟା ଆପଣମାନେ କୁହନ୍ତୁ। ଆମେ ସେଇ ସମସ୍ୟା ଉପରେ ଆଲୋଚନା କରିକି ତା ଦେହରେ ଯେଉଁଟା କମନ ସମସ୍ୟା ସମସ୍ତଙ୍କର ଯେଉଁ ସମସ୍ୟା ଆମେ ସେଇ ସମସ୍ୟାକୁ ନେଇକି ଆମେ ଆଗକୁ ଆଗେଇବା। पाईमाल ब्लॉक महराजपुर ब्रंजीपुर किया राधाकांत बाग आरडब्ल्यूएसएस सेक्शन बरगढ़। ଏଇଟା ଆମର ଗୋଟେ ସିନିୟର ଏ ଭାଇ ତ ଆମେ ସବୁ ସବୁ ଜାଗାରେ ତ ସେ ସମସ୍ତ ଯାଉଛୁ ମାନେ ଆମେ ଅଟୋରେ ଧରିକି ଯାଉ ପ୍ରତି ଜାଗାରେ କେମିତି ଗଲେ ସେ ସେମି ସ୍କିଲ୍ ଆଜ୍ଞା ସେଟା ସେମିତି ମାନେ ସବୁ ଜୀବନ ରହେ ସେମି ସ୍କିଲ୍ मोर ऑफिस मीटिंग अच्छे ऑफिस को दीर्घ 25 वर्ष मीटिंग बहुत बड़ मीटिंग सब पंचायत
କେସ୍ ବି କରିଛି ଆପଣଙ୍କର ବିଲାସପୁରରେ ବି ସବୁ ମୋ लोन भी नहीं किया साइड में तो नहीं है साल भी सभी से वजह उसकी उसकी मतलब लेकिन तो देंगे अपन कुछ ना कर रिपोर्ट को या सारा एक्शन आवश्यक है समस्या हेलो आप ब्लॉक कैसे खुदे जो तो करते ही उसी तेरा पाइप जो मुझे खुदे तो ये टेस्ट हो रहा है তাহলে আমার মানে lagi dokter nama मोबाइल नंबर दे दिया मोबाइल नंबर फैक्ट दे दिया क्या